ଦେଖନ୍ତୁ ଆଜ୍ଞା ସିଏ ତ ମତେ ଯାହା କହିଥିଲା ଫାଷ୍ଟରୁ ଆଉ ତାହା ମୁଁ ଆପଣମାନଙ୍କୁ ଜଣେଇଥିଲି। ହୁଁ। ଆଉ ଏବେ ଯେତେବେଳେ ସିଏ ମାନେ ମୋ ପାଖରେ ଗୋଟେ କଥା କହିଲା ତାପରେ ମୁଁ ସେ ଭିଡିଓଟା ନେଇକି ମିଡିଆ ସୋସିଆଲ ମିଡିଆରେ ଦେଲି ତାପରେ ସେ ଭିଡିଓରୁ ଯାହା ଦେଖିକି ଲୋକମାନେ ଯୋଉ ଭାବୁଥିଲେ ହୁଁ। ଆଜି ତାର ସିଏ ସବୁ ଖୁଲାସା କରିଦେଇଛି ହୁଁ। ଯେ କି ତା ନିଜ ପାଟିରୁ ଭୁବନେଶ୍ୱରକୁ ଆସିକି ହୁଁ। ଯଦି ସିଏ ତାର ସେ ଖୁଲାସା କରିଦେଇଛି ଆଉ ଯେ ସବୁ ମିଛ କହୁଥିଲା ହୁଁ। ତାହେଲେ ମିଛ ହିଁ କହୁଛି। ହୁଁ। ଆଉ ସେ ଝିଅକୁ ତ ପଚରା ହେଇଛି ଆଉ ସେ କହିଦେଇଛି ଆଉ ଯେ ସବୁ ମିଛ। ଆଉ ମୁଁ ଏଇ ଭିଡିଓ ଦେଇଥିଲି ସୋସିଆଲ ମିଡିଆରେ ଆଉ ମୁଁ ବି କିଛି ବାଇଟରେ କହିଥିଲି ଯେ ସେ ଝିଅକୁ ନିର୍ଯାତନା ଦିଆହଉଛି ସେଠି। ହୁଁ। ତାପରେ ସେ ମତେ କହିଥିଲା ଆଉ ଯଦି ମୁଁ ଏଇ ମାନେ ମିଛ କହିଛି ସୋସିଆଲ ମିଡିଆ ଥ୍ରୁରୁ ସବୁ ଲୋକମାନଙ୍କୁ ହୁଁ। ସେଥିପାଇଁ ମୁଁ ଯେହେତୁ ସିଏ ତା ତରଫରୁ ମୁଁ ମିଛ କହିଛି ନା ସପୋର୍ଟ କରିକି ହୁଁ। ତାହେଲେ ମୁଁ ସମସ୍ତଙ୍କୁ ଓଡ଼ିଶାବାସୀକୁ ମାନେ ସରି କହୁଛି ହୁଁ। ଆଉ ଆମ ସରକାରକୁ ବି ସରି କହୁଛି। ହୁଁ। ଆଉ ଅମର ବାବୁ ଆମେ ଟିକେ ଆପଣଙ୍କୁ ଜାଣିବାକୁ ଚାହିଁବୁ ବର୍ତ୍ତମାନ ପୂଜା ମ୍ୟାଡାମ କହୁଛନ୍ତି ସେ ଆପଣଙ୍କୁ ବହୁତ ଭଲ ପାଆନ୍ତି ଏବଂ ବର୍ତ୍ତମାନ ଆପଣଙ୍କୁ ସେ ବିବାହ କରିବା ପାଇଁ ଚାହୁଁଛନ୍ତି ଏବଂ ବିବାହ କଲେ ସେ ଖୁସିରେ ରହିବେ। ପ୍ରକୃତରେ ଆପଣ ତାଙ୍କୁ ବିବାହ କରିବେ ନା ବିବାହ କରିବେନି, ଭଲ ପାଆନ୍ତି ନା ଭଲ ପାଆନ୍ତି? ସେ କହୁଛନ୍ତି ଯେ ଚତୁର୍ଥ ପଞ୍ଚମ ଶ୍ରେଣୀରୁ ହିଁ ଆପଣଙ୍କ ସହିତ ପଢୁଥିଲେ ଏବଂ ସେତେବେଳୁ ହିଁ ପ୍ରେମ ହୋଇଥିଲା ଏବଂ ଆପଣଙ୍କର ପ୍ରତିକ୍ରିୟା କଣ ରହିବ? ଆଜ୍ଞା ସିଏ ଭଲ ପାଉଥିଲା ସେତେବେଳେ ମୁଁ ଜାଣିନଥିଲି ତା ବିଷୟରେ ଏତେ। ତାପରେ 2024ରେ କଣ୍ଟାକ୍ଟ ହେଲା ପରେ ତା ସହିତ ତାପରେ ସେମିତି ମୁଁ ତାକୁ ଫ୍ରେଣ୍ଡ ହିସାବରେ